ଶୀତ ଋତୁ ଆସିଲେ ଯୁବପିଢ଼ିଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥାଏ। କାହିଁକି ନା ଯୁବପିଢ଼ିମାନେ ଏହି ଋତୁରେ ନିଜ ଶରୀରକୁ ଫିଟ୍ କରିବା ପାଇଁ ବ୍ୟାୟାମ ଏବଂ ବିଭିନ୍ନ ଖେଳକୁଦ ମଧ୍ୟ କରିଥାନ୍ତି। ତେବେ ଚଳିତ ବର୍ଷ ଲମତାପୁର ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଲାଗି ରହିଛି। ବର୍ତ୍ତମାନ ଆମେ ରହିଛୁ ଲମତାପୁର ବ୍ଲକର PHD ପଡ଼ିଆରେ। ଏଠାରେ କିଛି ଖେଳାଳିମାନେ ରହିଛନ୍ତି ଆଉ ସେମାନେ କେମିତି ନିଜକୁ ଫିଟ୍ କରିବା ପାଇଁ ନିୟମିତ ଭାବରେ ସେମାନେ ଫୁଟବଲ ଖେଳୁଛନ୍ତି। ତେବେ ଆମ ସହିତ କିଛି ଖେଳାଳି ରହିଛନ୍ତି, ସେମାନଙ୍କୁ ଆମେ ପଚାରି ବୁଝିବା କେମିତି ସେମାନେ ନିୟମିତ ଭାବରେ ଫୁଟବଲ ଖେଳୁଛନ୍ତି ଆଉ ଏ ଅଞ୍ଚଳରେ କେମିତି ଶୀତ ଆଉ କୁହୁଡ଼ି ଲାଗି ରହିଛି ସେ ସମ୍ପର୍କରେ ଆମେ ପଚାରି ବୁଝିବା। ଆଚ୍ଛା, ଚଳିତ ବର୍ଷ ତ ଶୀତ ରହୁଛି, ଆପଣମାନେ ନିୟମିତ ଭାବରେ ଖେଳ ଖେଳୁଛନ୍ତି ବା ବ୍ୟାୟାମ କରୁଛନ୍ତି, କ'ଣ ପାଇଁ କରୁଛନ୍ତି? କେମିତି ରହିଛି ଶୀତ ଅଞ୍ଚଳ? ଯାହାକି ପ୍ରତିଦିନ ବା ସକାଳ ସକାଳ ଆମେ ପିଲାମାନେ ସମସ୍ତେ ଆସୁଛୁ ପଡ଼ିଆରେ ଯାହା ଫୁଟବଲ ଖେଳୁଛୁ ଏବଂ ଲମତାପୁରରେ ତ ବହୁ ମାତ୍ରାରେ ଥଣ୍ଡା ଲାଗି ରହିଛି। ଫୁଟବଲ ଖେଳିବା ଦ୍ୱାରା ଯାହାକି ଥଣ୍ଡା ଅନୁଭବ ହେଉଛି ତାକୁ କିଛି ମାତ୍ରାରେ କମୁଛି ବା ନିଜର ଶରୀର ପାଇଁ ଭଲ ଭାବରେ ବୋଲି ଆମେ ଫୁଟବଲ ଖେଳୁଛୁ। ଶୀତ ତ ବହୁତ ରହୁଛି, ହେଲେ ବି କ'ଣ କରିବା, ଆଗରେ ଟିକେ ଟୁର୍ଣ୍ଣାମେଣ୍ଟ ଅଛି, ସେଥିପାଇଁ ଟିକେ ପ୍ରାକ୍ଟିସ୍ କରିବାକୁ ଆସିବାକୁ ପଡୁଛି ଆଉ। ଏମିତି ଆଖପାଖ ଏ ଅଞ୍ଚଳର ସବୁ ପିଲା ଆସୁଛୁ, ସକାଳୁ ଟିକେ ପ୍ରାକ୍ଟିସ୍ କରୁଛୁ। ଶୀତ ତ ଅଧିକ ରହିଛି, ହେଲେ ବି କ'ଣ କରିବାକୁ ପଡ଼ିବ, ଟିକେ ବଡିକୁ ଫିଟ୍ ରଖିବା ପାଇଁ ଟିକେ ପ୍ରାକ୍ଟିସ୍ କରିବାକୁ ପଡ଼ିବ। କେତେବେଳେ ଆସୁଛ? ସକାଳୁ 5ଟାରେ ଆସୁଛୁ, ଆଉ 3 ଘଣ୍ଟା ଧରି ପ୍ରାକ୍ଟିସ୍ କରୁଛୁ, ଆଉ ପଳାଉଛୁ। ଖେଳ ଖେଳିବେ ଆପଣମାନେ କେମିତି ଅନୁଭବ ହେଉଛି? ଖେଳ ଖେଳିଲେ କ'ଣ ଭଲ ତ ଅନୁଭବ ହେଉଛି, ଆଉ ଥଣ୍ଡା ଟିକେ ବହୁତ ମାତ୍ରାରେ ଅଛି, ସେଥିପାଇଁ ଟିକେ ଗରମ ଲାଗୁଛି ବଡିକୁ। ଏ ଆଖପାଖ ଲୋକମାନେ ବି ଆସୁଛନ୍ତି, ମର୍ଣ୍ଣିଂ ୱାକ୍ ଟିକେ କରୁଛନ୍ତି, ଟିକେ ନିଜେ ଏକ୍ସରସାଇଜ ବି କରିକି ପଳାଉଛନ୍ତି। ଶୀତ ଯୋଗୁ ଏ ଅଞ୍ଚଳର ଅଧିକାଂଶ ଲୋକ ଏ ପଡ଼ିଆରେ ଆସିଥାନ୍ତି ଆଉ ମର୍ଣ୍ଣିଂ ୱାକ୍ ମଧ୍ୟ କରିଛନ୍ତି। ତେବେ ଆମ ସହିତ ଆଉ କିଛି ଖେଳାଳି ରହିଛନ୍ତି, ତାଙ୍କ ସହିତ ଆମେ ଆଲୋଚନା କରିବା ଯେହେତୁ ଚଳିତ ବର୍ଷ କେମିତି ଶୀତ ରହିଛି ଆଉ ଶୀତ ଯୋଗୁ ଖେଳାଳିମାନେ କେମିତି ସେମାନଙ୍କର ଶରୀରକୁ ଫିଟ୍ ରଖିଛନ୍ତି ସେ ସମ୍ପର୍କରେ। କ'ଣ କେମିତି ରହିଛି ଶୀତ, କେମିତି ଆପଣମାନେ ଆସୁଛନ୍ତି, କେମିତି ଫିଟ୍ ରହୁଛନ୍ତି? ଏ ବର୍ଷ ବିଳମ୍ବରେ ଶୀତ ଷ୍ଟାର୍ଟ ହେଲା, କିନ୍ତୁ ପ୍ରବଳ କୁହୁଡ଼ି। ସକାଳୁ ସକାଳୁ 5ଟା ବେଳୁ ଏଠି ଆଖପାଖ ଅଞ୍ଚଳର ଲୋକମାନେ ବ୍ୟାୟାମ କରନ୍ତି, ମର୍ଣ୍ଣିଂ ୱାକ୍ କରନ୍ତି। ଆମେ ଖେଳାଳିମାନେ ସବୁ ଆସୁ, ଏଠି ନିୟମିତ ବ୍ୟାୟାମ କରୁ, ଆମର ପ୍ରାକ୍ଟିସ୍ କରୁ ଏବଂ ଆମର ଶରୀରକୁ ସୁସ୍ଥ ରଖିବୁ। ଏବେ ବର୍ତ୍ତମାନ ତ କିଛି ଅଞ୍ଚଳରେ ଭଲିବଲ ଖେଳୁଛନ୍ତି, କିନ୍ତୁ ଏଇଠି ପ୍ରାୟ ଫୁଟବଲ ହିଁ ଖେଳ ହେଉଛି। ଆଉ ପାଖାପାଖି ଏଇ ଅଞ୍ଚଳରେ କ୍ରିକେଟ ବି ଖେଳ ହୁଏ, କିନ୍ତୁ ଲମତାପୁର ଅଞ୍ଚଳଟା ଫୁଟବଲ ପାଇଁ ଖ୍ୟାତ। ଆମେ ନିୟମିତ ସକାଳୁ 5, 5:30ରୁ ଆସୁ, ଆସିକିରି କିଛି ରାଉଣ୍ଡ ରନିଂ କରୁ, ରନିଂ କଲା ପରେ କିଛିଟା ଏକ୍ସରସାଇଜ କରୁ ଯାହା ଫୁଟବଲ ପାଇଁ ଆବଶ୍ୟକ। ତାପରେ ଆମର ନିୟମିତ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଯାହା ଆମକୁ ବ୍ୟାୟାମ ଦରକାର ସେୟା ବି କରୁ, ଆଉ କିଛିଟା ଫୁଟବଲ ପ୍ରାକ୍ଟିସ୍ କରି ପଳେଇବା। କ'ଣ ଦେଖିପାରୁଥିବେ, ବର୍ତ୍ତମାନ 8ଟାରୁ ଉର୍ଦ୍ଧ୍ୱ ହେଇଗଲାଣି, ତଥାପି କୁହୁଡ଼ି ଛାଡ଼ୁନି। ସକାଳ 5ଟା ତ ଆମେ ଦେଖୁଛୁ, କିନ୍ତୁ ସକାଳୁ ପୁରା ଭୋର ସକାଳୁ କୁହୁଡ଼ିଟା ଆରମ୍ଭ ହେଇଯାଏ ଏବଂ ପୁରା ଆଚ୍ଛାଦିତ ହେଇକି ରହିଥାଏ। କେମିତି ଅନୁଭବ କରୁଛନ୍ତି? କୁହୁଡ଼ି ତ ଭଲ ଲାଗେ, ଥଣ୍ଡା ଲାଗେ। ଶୀତ ଦିନ ତ ଥଣ୍ଡା, ତାର କୁହୁଡ଼ି ନଥିଲେ ମଜା ନାହିଁ। କୋରାପୁଟ ବିଶେଷ କରି ଲମତାପୁର ଅଞ୍ଚଳ କୁହୁଡ଼ି ପାଇଁ ହିଁ ପ୍ରସିଦ୍ଧ। ମାନେ କୁହୁଡ଼ିକୁ ଲୋକ ଭଲ ପାଆନ୍ତି, କୁହୁଡ଼ିରେ ବାହାରକୁ ବାହାରିବା ପାଇଁ, ବ୍ୟାୟାମ କରିବା ପାଇଁ। ଦିନ ଆସିଲେ ଲମତାପୁର ଅଞ୍ଚଳରେ କୁହୁଡ଼ିକୁ ବେଶ ଭଲ ପାଇଥାନ୍ତି ଯୁବପିଢ଼ି ଆଉ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ନିୟମିତ ଭାବରେ ଏମାନେ ଖେଳକୁଦ କରି ନିଜ ଶରୀରକୁ ମଧ୍ୟ ଫିଟ୍ ରଖିଥାନ୍ତି। ଶରୀର ହେଉଛି ନିଜର ସମ୍ପତ୍ତି କହିଲେ ଚଳେ। ଲମତାପୁରରୁ ଜଗଜୀବନ ଅଛି, OTV।